ଆଜି ଆମେ ଦଶମ ଶ୍ରେଣୀର ସାହିତ୍ୟ ବହିର ରାଘବଙ୍କ ଲଙ୍କା ଯାତ୍ରାନୁକୂଳର ଇମ୍ପୋର୍ଟାଣ୍ଟ MCQ କୋଶ୍ଚିନ୍ ଗୁଡ଼ାକ ଆମେ କରିବା, ଯେଉଁଟାକି ଆମର ଇଣ୍ଟରନାଲ୍ ଆସେସମେଣ୍ଟ 2 ଏକ୍ଜାମ୍ ପାଇଁ ବହୁତ ଜରୁରୀ। ତ ପ୍ରଥମ କୋଶ୍ଚିନ୍ ହେଲା, ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତାଟି କେଉଁ କବିଙ୍କ ସୃଷ୍ଟି? ଅପସନ୍ ହେଲା ରାଧାନାଥ ରାୟ, ମଧୁସୂଦନ ଦାସ, ଉପେନ୍ଦ୍ର ଭଞ୍ଜ, ନୀଳକଣ୍ଠ ଦାସ। ତ କିଏ ହେବ ନା ଗ ଉପେନ୍ଦ୍ର ଭଞ୍ଜ। ଉପେନ୍ଦ୍ର ଭଞ୍ଜ କେଉଁ ରାଜବଂଶର ଦାୟାଦ ଥିଲେ? ସେ କେଉଁ ରାଜବଂଶର ଦାୟାଦ ଥିଲେ? ଖଲ୍ଲିକୋଟ, ଘୁମୁସୁର, ପାରଳାଖେମୁଣ୍ଡି, ମଧୁପୁରଗଡ଼। ତ ସେ ଥିଲେ ଘୁମୁସୁର ରାଜବଂଶର। ବୈଦେହୀଶ ବିଳାସ କାବ୍ୟଟି କେଉଁ ଛନ୍ଦ ନିୟମରେ ରଚିତ? ଅପସନ୍ ଦେଇଛି କ ଆଦ୍ୟବର୍ଣ୍ଣ, ଖ ଆଦ୍ୟବର୍ଣ୍ଣ, ବ ଆଦ୍ୟବର୍ଣ୍ଣ, ର ଆଦ୍ୟବର୍ଣ୍ଣ। ତ ଏହାର ଆନ୍ସର ଗ, ଯେଉଁଟାକି ଆମର ବ ଆଦ୍ୟବର୍ଣ୍ଣ। ଉପେନ୍ଦ୍ର ଭଞ୍ଜକୁ କେଉଁ ଉପାଧିରେ ଭୂଷିତ କରାଯାଇଥିଲା? ଉତ୍କଳମଣି, କବି ସମ୍ରାଟ, ଉତ୍କଳ ଘଣ୍ଟ, କାନ୍ଥକବି। ତ କେଉଁ ଉପାଧିରେ କରାଯାଇଥିଲା? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। କବିଙ୍କର ଜନ୍ମ କେଉଁ ଶତାବ୍ଦୀରେ ହୋଇଥିଲା? ପଞ୍ଚଦଶ ଶତାବ୍ଦୀ, ଷୋଡ଼ଶ ଶତାବ୍ଦୀ, ସପ୍ତଦଶ ଅଷ୍ଟାଦଶ ଶତାବ୍ଦୀ, ଚତୁର୍ଦ୍ଦଶ ଶତାବ୍ଦୀ। ତ କେଉଁ ଶତାବ୍ଦୀରେ ହୋଇଥିଲା? ପଞ୍ଚଦଶ ଶତାବ୍ଦୀରେ। ଉପେନ୍ଦ୍ର ଭଞ୍ଜ କେଉଁ ମନ୍ତ୍ର ଜପ କରି କବିତ୍ୱ ଲାଭ କରିଥିଲେ? ଦୁର୍ଗା ସ୍ତୋତ୍ର, ଗଣେଶ ମନ୍ତ୍ର, ସରସ୍ୱତୀ ସ୍ତୋତ୍ର, ରାମତାରକା ମନ୍ତ୍ର। ତ କେଉଁଟା ସେ ଜପିଥିଲେ? ନା ରାମତାରକା ମନ୍ତ୍ର। ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କାବ୍ୟଟି କେଉଁ ରାଗରେ ବର୍ଣ୍ଣିତ? ଆଶାବରୀ, ବାହୁଡ଼ା ଯାତ୍ରା, ବରାଡ଼ି, ଭୈରବ। ତ ଆଶାବରୀ ରାଗରେ ବର୍ଣ୍ଣିତ। କବିତାଟି କେଉଁ କାବ୍ୟର ଅଂଶବିଶେଷ? କଳା କୌତୁକ, ବୈଦେହୀଶ ବିଳାସ, ସୁଭଦ୍ରା ପରିଣୟ, ରସିକ ହାରାବଳୀ। କେଉଁ କାବ୍ୟ? ବୈଦେହୀଶ ବିଳାସ। ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କାବ୍ୟରେ ରାଘବ ଶବ୍ଦ କାହା ପାଇଁ ବ୍ୟବହାର କରାଯାଇଛି? ରାମ, ଅଙ୍ଗଦ, ଲକ୍ଷ୍ମଣ, ସୁଗ୍ରୀବ। ତ କାହା ପାଇଁ? ରାମ ପାଇଁ। ରାମ ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ କ'ଣ କରିଥିଲେ? ତପସ୍ୟା, ଯଜ୍ଞ, ଅନଶନ, କୁଶ ଶଯ୍ୟାରେ ଶୟନ ଏବଂ ଅନଶନ। କ'ଣ କରିଥିଲେ? ସେ କୁଶ ଶଯ୍ୟାରେ ଶୟନ କରିଥିଲେ ଏବଂ ଅନଶନ ମଧ୍ୟ କରିଥିଲେ। କବିତାରେ ଦଶଶିର କାହା ଉଦ୍ଦେଶ୍ୟରେ ବର୍ଣ୍ଣନା କରାଯାଇଛି? ରାମ, ରାବଣ, ସୁଗ୍ରୀବ, ଶୁକ ଓ ସାରଣ। କାହାକୁ? ଦଶଶିର। ତ କାହାକୁ କରାଯାଇଛି? ରାବଣ। ଅପହୃତ ସୀତାଙ୍କୁ ପ୍ରାପ୍ତ କରିବା ପାଇଁ ରାମଚନ୍ଦ୍ର କେଉଁ ଉପାୟ ଅବଲମ୍ବନ କରିଥିଲେ? ସିନ୍ଧୁ ଶୁଖାଇ, ସିନ୍ଧୁକୁ ପୋତି, ସିନ୍ଧୁକୁ ଅତିକ୍ରମ କରି, ଯୁଦ୍ଧ କରି। ତ ସେ ସିନ୍ଧୁକୁ ଅତିକ୍ରମ କରି ବା ଉପାୟଟିକୁ ଅବଲମ୍ବନ କରିଥିଲେ। ଶୁକ ଓ ସାରଣଙ୍କୁ କିଏ ଚାର ରୂପରେ ପ୍ରେରଣ କରିଥିଲେ? ରାମ, ଲକ୍ଷ୍ମଣ, ବିଭୀଷଣ, ରାବଣ। କିଏ କରିଥିଲେ? ରାବଣ। ଗିରିମାନ ଜଳରେ ବୁଡ଼ିଲା ବେଳେ କେଉଁ ଶବ୍ଦ ଶୁଣାଯାଉଥିଲା? ଝଣ୍ ଝଣ୍, ସ ସ, ଖଳ ଖଳ, ଚିଁ ଚିଁ। କେଉଁ ଶବ୍ଦ ଶୁଭାଯାଉଥିଲା? ନା ଚିଁ ଚିଁ। ଘ ବୁଧେ ଶବ୍ଦଟି କବିତାର କେଉଁ ଅର୍ଥରେ ପ୍ରଯୁଜ୍ୟ? ପଣ୍ଡିତମାନେ, ବୁଧବାର, ଅଶିକ୍ଷିତମାନେ, ଶିକ୍ଷିତମାନେ। ପଣ୍ଡିତମାନେ। ବିଭୂତି ତୋଷଣ ଏହି ବିଶେଷଣ ପଦଟି କବିତାରେ କାହା ଉଦ୍ଦେଶ୍ୟରେ ବର୍ଣ୍ଣିତ? ରାମ, ରାବଣ, ବିଭୀଷଣ, ଅଙ୍ଗଦ। ତ ରାମଙ୍କ ପାଇଁ ବିଭୂତିଭୂଷଣ ଏହି ବିଶେଷଣ ପଦଟି ବ୍ୟବହାର ହେଇଛି। ରାବଣଙ୍କ ପାଇଁ କେଉଁ ପଦଟି କବିତାରେ କବି ବ୍ୟବହାର କରିନାହାନ୍ତି? ଦଶଶିର, ବିଂଶତିକର, ଦଶାନନ, ଦେବରିପୁ। କେଉଁ ପଦଟି? ବିଂଶତିକର। ନେକ୍ସଟ ଯିବା 18 ନମ୍ବର। ବିତରଣୀ ସାଗର କି ପାଞ୍ଚ ପଚାରିଲା। ଏଠାରେ କବିତାରେ ପାଞ୍ଚ ଶବ୍ଦଟି କେଉଁ ଅର୍ଥରେ ବ୍ୟବହୃତ? ପାଞ୍ଚ ଜଣ ସୈନ୍ୟ, ଉପାୟ, ଦେବତା, ପଞ୍ଚ ସଂଖ୍ୟକ। କେଉଁ ଅର୍ଥରେ? ଉପାୟ ଅର୍ଥରେ। ଜଳାଧିପତି ଦେବତା କିଏ? କୁବେର, ଇନ୍ଦ୍ର, ବରୁଣ, ଚନ୍ଦ୍ର।
ତ ଜଳାଧିପତି ଦେବତା କିଏ ନା ବରୁଣ। ବୁଡ଼ିଗଲା ପକାଇଲେ ଡ୍ୟାସ୍ ଯେତେଗିରି ବାତର ମାଙ୍କଡ଼ କପି ସୈନ୍ୟ। କ'ଣ ହେବ ନା କପି। କବିତାରେ ଦେବରିପୁ ବୋଲି କାହାକୁ କୁହାଯାଇଛି? ଦେବରିପୁ କିଏ? ରାବଣ, ବିଭୀଷଣ, ଶୁକ, ସାରଣ। ନା ରାବଣକୁ କୁହାଯାଇଛି। ବିଭୀଷଣ କାହାର ଅନୁଜ ଥିଲେ? ସୁଗ୍ରୀବ, ଲକ୍ଷ୍ମଣ, ଅଙ୍ଗଦ, ରାବଣ। କାହାର ଥିଲେ? ନା ରାବଣଙ୍କର। କବିତାରେ ପିତା ପଦଟି କେଉଁ ଅର୍ଥରେ ବ୍ୟବହୃତ? ଭାଇ ଓ ଭଉଣୀ, ତିକ୍ତତା ବାପା, ବାପା ମା, ରାଗ ଏବଂ ଘୃଣା। ତ କେଉଁ ଅର୍ଥରେ ପିତା? ନା ତିକ୍ତତା ବାପା। ବିଭୂତିଭୂଷଣ ଏହି ବିଶେଷଣ ପଦଟି କାହା ଉଦ୍ଦେଶ୍ୟରେ ବ୍ୟବହୃତ? ମହାଦେବ, ଯୋଗୀରାଜ, ରାମଚନ୍ଦ୍ର, ବିଭୀଷଣ। ରାମଚନ୍ଦ୍ରଙ୍କ ଏଇଟା ଉଦ୍ଦେଶ୍ୟରେ ବ୍ୟବହୃତ। ବଡ଼ କୂଳରେ କିଏ ଜନ୍ମଲାଭ କରିଛନ୍ତି? ବିଭୀଷଣ, ରାବଣ, ଶୁକ ସାରଣ, ଅଙ୍ଗଦ। କିଏ କରିଛନ୍ତି? ନା ବିଭୀଷଣ। କବିତାରେ ବିଭୂତିକୁ ଭୁଞ୍ଜୁଥିଲୁ ବିଭୂତି ଭୂଷଣେ କାହା ଉଦ୍ଦେଶ୍ୟରେ ବର୍ଣ୍ଣିତ? ଅଙ୍ଗଦ, ରାମ, ରାବଣ, ବିଭୀଷଣ। କାହା ଉଦ୍ଦେଶ୍ୟରେ? ନା ବିଭୀଷଣ। ଅଙ୍ଗଦଙ୍କର ପିତା କିଏ ଥିଲେ? ବାଳି, ସୁଗ୍ରୀବ, ଜାମ୍ବବାନ, ରାମ। ଅଙ୍ଗଦଙ୍କର ପିତା କିଏ ଥିଲେ? ନା ବାଳି ଥିଲେ। ଶୁକ ସାରଣ ବିଭୀଷଣଙ୍କୁ କାହାର ସମ୍ବାଦ ଜଣାଇଥିଲେ? ରାମ, ରାବଣ, କୁମ୍ଭକର୍ଣ୍ଣ, ଲକ୍ଷ୍ମଣ। କାହାର ସମ୍ବାଦ ଜଣାଇଥିଲେ? ରାବଣ। କବିତାରେ ପିତୃବ୍ୟ ପଦଟି କେଉଁ ଅର୍ଥରେ ବ୍ୟବହୃତ? ବାପା, ବଡ଼ ବାପା, ଦାଦା, ଜେଜେ। ପିତୃବ୍ୟ କହିଲେ ଦାଦା। ଶୁକ ଓ ସାରଣ କିପରି ସାଗର ଅତିକ୍ରମ କରିଥିଲେ? ଦ୍ରୁତ ଗତିରେ, ଉଡ଼ି ଉଡ଼ି, ଆକାଶ ମାର୍ଗରେ ବିହରଣ କରି, ଚାଲି ଚାଲି। କିପରି ସାଗର ଅତିକ୍ରମ କରିଥିଲେ? ଆକାଶ ମାର୍ଗରେ ବିହରଣ କରି। ଶୁକ ଓ ସାରଣ କେଉଁ ରୂପରେ ସାଗର ଅତିକ୍ରମ କରିଥିଲେ? ବତକ, ହଂସ, କାଉ, ଟେଁ ଟେଁ ଚଢ଼େଇ। ଟେଁ ଟେଁ ଚଢ଼େଇ ରୂପରେ। ରାବଣର ବାର୍ତ୍ତା ନେଇ ଅଗନ୍ଧକ ନିକଟକୁ କିଏ ଆସିଥିଲେ? ନଳ ଓ ନୀଳ, ଶୁକ ଓ ସାରଣ, ସୁଗ୍ରୀବ, ବିଭୀଷଣ। ତ କିଏ ଆସିଥିଲେ? ନା ଶୁକ ଓ ସାରଣ। ବିହାୟସେ ଏହି ଶବ୍ଦର ଅର୍ଥଟିକୁ ବାଛ। ପରିତ୍ୟାଗ, ଆକାଶ, ସାଗର, ପୃଥିବୀ। କ'ଣ ହେବ? ବିହାୟସେ ଆକାଶ। କବିତାରେ ଦେବରିପୁ ବୋଲି କାହାକୁ କୁହାଯାଇଛି? ରାବଣଙ୍କୁ, ରାମଙ୍କୁ, ବିଭୀଷଣଙ୍କୁ, ଅଙ୍ଗଦଙ୍କୁ। କାହାକୁ ଦେବରିପୁ ବୋଲି କୁହାଯାଇଛି? ନା ରାବଣଙ୍କୁ। ଶୁକ ଓ ସାରଣ କେଉଁମାନଙ୍କର ବାଣୀ ରାବଣଙ୍କୁ ଜଣାଇଥିଲେ? ଅଙ୍ଗଦ ଓ ବିଭୀଷଣ, ବାଳି ଓ ସୁଗ୍ରୀବ, ରାମ ଓ ଲକ୍ଷ୍ମଣ, ଅଙ୍ଗଦ ଓ ରାମ। ତ କାହାକୁ ଜଣାଇଥିଲେ? ନା ଅଙ୍ଗଦ ଓ ବିଭୀଷଣ। କବିତାରେ ଅନୁଜ ପଦଟି କେଉଁ ଅର୍ଥରେ ବ୍ୟବହୃତ ହୋଇଛି? କବିତାଟିରେ ଅନୁଜ ପଦଟି ବଡ଼ ଭାଇ, ମଝିଆ ଭାଇ, ସାନ ଭାଇ, ବଡ଼ ମଝିଆ ଭାଇ। ଅନୁଜ କହିଲେ କ'ଣ? ସାନ, ସାନ ଭାଇ ଅର୍ଥରେ। ତ ଇଏ ଥିଲା ଆଜିର ଆମର IAT2ର ପରୀକ୍ଷା ପାଇଁ ଇଣ୍ଟରନାଲ ଆସେସମେଣ୍ଟ 2 ଏକ୍ଜାମ ପାଇଁ ଏଗୁଡ଼ାକ ହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଯେଉଁଟାକି ଆମର ଏକ୍ଜାମରେ ଆସିବାର ବହୁତ ସମ୍ଭାବନା। ତ ଏଗୁଡ଼ାକୁ ଆଉ ଥରେ ଦୁଇଥର ଭଲ ଭାବେ ଦେଖିକି ତାକୁ ଭଲସେ ପ୍ରାକ୍ଟିସ୍ କରିଦେବ। ଯେଉଁମାନେ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ସବସ୍କ୍ରାଇବ୍ କରିବାକୁ ଯେପରି ଭୁଲିବେନି। ଆଉ ନେକ୍ସଟ ଭିଡ଼ିଓରେ ଆମେ IAT2 ଏକ୍ଜାମର ନେକ୍ସଟ ଟପିକକୁ ଆମେ ପୁଣି ସେୟାର କରିବା ଏବଂ ତାକୁ ପୁଣି ଡିସ୍କସନ୍ କରିବା। ଏତିକିରେ ଆଜି ଆମର ଏହି ବିଷୟଟିର MCQ ଶେଷ ହୋଇଯାଇଛି।